ଭାଇ ଆପଣ ପରିଚୟ ଦେବେ? ବସନ୍ତ କୁମାର ସାହୁ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକର୍ତ୍ତା। ବୟସ କେତେ ହେଲାଣି ଆପଣଙ୍କର? ବୟସ 67 ହେଇଗଲା। ଅକ୍ଟୋବର 2, 1959 ମସିହାରେ ଜନ୍ମ। ଦୁଃଖ ସୁଖ ଆମ ଜୀବନର ସାଥୀ କର୍ମମୟ ଜୀବନରେ। ତେଣୁ ଦୁଃଖ ଆଉ ଏ ଯେଉଁ କଷ୍ଟ ତାକୁ ଆମେ ଶରୀରରେ ଏକ ଅଙ୍ଗ ଭାବି ନେଇଛୁ। ମରଣକୁ ଆମେ ବରଣ କରିଛୁ। କାହିଁକିନା ଦୁଃଖ ଆଉ କଷ୍ଟକୁ ଯଦି ଆମେ ଚିନ୍ତା କରିବା ତାହେଲେ ଜୀବନରେ କିଛି ସମାଜର କାମ କରିପାରିବାନି। ତେଣୁ ଦୁଃଖ ସୁଖ ଏ ତ ସଂସାରରେ ଲାଗି ରହିଛି, ସମାଜ କାର୍ଯ୍ୟକୁ ନିଜର ଆପଣେଇ ଦେଇପାରିଛୁ। ଦେଖନ୍ତୁ, ପାଇଛି ସ୍ନେହ ଶ୍ରଦ୍ଧା ଆଉ ମମତା। ସଜାଇ ଦେ ମା ସଜାଇ ଦେ ବିପ୍ଳବୀ ଆଜି ମୋତେ, ହୃଦୟ ଶକ୍ତି ସାହସ ପାଇଁକା ଭିକ୍ଷା ମାଗୁଛି ତୋତେ। ରାଜଗାଦି ସିଂହାସନ ମୁଁ ଚାହେଁନି ଆସନେ ବସିବା ପାଇଁ, ଚାହୁଁଛି ଜୀବନେ ଭକ୍ତି ଅର୍ପଣେ ମାନବର ସେବା ପାଇଁ। ଲୋଭ ମୋହ କାମ କ୍ରୋଧ ଅହଙ୍କାର ଦୂର କରିଦେବା ମୋର, ସମାଜ ସେବାରେ ଅର୍ପିତ ହେବି ଆଜି ମୁଁ ସନ୍ତାନ ତୋର। ମୁକ୍ତି ପାଇଁକା ଶକ୍ତି ଚାହେଁ ମା ସଂଗ୍ରାମ ପଥ ପାଇଁ, ଶୋଷଣ ବିରୁଦ୍ଧେ ସଂଗ୍ରାମ ମୋର ଲକ୍ଷ୍ୟ ହାସଲ ପାଇଁ। ଆଉ ସୁପ୍ତ ସମାଜ ଜାଗୃତି ପାଇଁ ବାହାରିଛି କର୍ମ ପଥେ, ତୋହରି କରୁଣା କରିବୁ ନଣା ସହାୟ ତୋ ସାଥେ। ଆଉ ଭୀରୁର ମରଣ ଚାହେଁନି ଜୀବନେ ଚାହେଁ ବିଜୟୀ ମରଣ, ସଂଗ୍ରାମ କ୍ଷେତ୍ରରେ ବଳିଦାନ ପାଇଁ ପୂଜେ ତୋହରି ଚରଣ। ଏଇଟା ମୋର ସଂକଳ୍ପ। ତେଣୁ ସେବା ନେବା ଆଉ ଦେବା ଏ ତିନିଟା ଜିନିଷ ହେଇଯାଇଛି। ସେବା ଏକ ସମ୍ପୂର୍ଣ୍ଣ ରୂପେ ସମର୍ପଣ କାର୍ଯ୍ୟ। ଆଉ ସେବା କରିବା ନାଁରେ ଆଜି ବିଭିନ୍ନ ପ୍ରକାର ନ କହିବା ଭଲ ଯାହା ସବୁ ଆମେ ଦୁନିଆରେ ଦେଖୁଛେ। ତେଣୁକୁ ନିଜକୁ ଯେତେବେଳେ ସମ୍ପୂର୍ଣ୍ଣ ସମର୍ପଣ କରିଦେବେ, ସେତେବେଳେ ଦୈବୀ ଶକ୍ତିର ଆନନ୍ଦ ଆପଣଙ୍କୁ ମିଳିବ। ଅଦୃଶ୍ୟ ଶକ୍ତିର ଆପଣଙ୍କୁ ଭଗବାନ ସାହା ହେବେ। ଭଗବାନ ନର ଦେହେ ନାରାୟଣ, ଭିନ୍ନ ଭିନ୍ନ ରୂପରେ ଆମେ ଭଗବାନଙ୍କୁ ଦେଖୁଛୁ ଆଖିରେ। ଆଉ ଆମର ଗଭୀର ଆତ୍ମବିଶ୍ୱାସ ହେଉଛି। କାହିଁକି ମୁଁ କହୁଛି, ପ୍ରାୟ 1988 ମସିହାରେ ସାଲେପୁର ଯିବା ଖଇରା ପୋଲ ପାଖରେ ଗୋଟେ ବୁଢ଼ୀ ମାଟିଏ ବସିଥିଲେ। ମୁଁ କହିଲି, ମା, ଝିଅ ବୋହୂଙ୍କର ସଂଗଠନ କରୁଛି, ହବ। ହଠାତ୍ ସେ ଯେତେବେଳେ ଘୁଷୁରି ଗଲେ, ମୋ ମନରେ କାହିଁ ଟିକେ ସକ୍ ଲାଗିଲା। କହିଲେ ଗୋଟେ ଫଳ ଫୁଲ ନାଁକ ମୁଁ କହିଲି, ଚା ଦେଲି, ପାଣି ଦେଲି। ପରବର୍ତ୍ତୀ ସମୟରେ ମାଆଙ୍କୁ ମୁଁ ଭେଟିଲି, କଥାବାର୍ତ୍ତା କଲି। କିନ୍ତୁ ଦିନେ ମୋ ମା କ'ଣ କରୁଛି, ନଡ଼ିଆଟିଏ ନେଇକି ମୋ ବାହାଘର ପାଇଁ ଯାଇଛି। ସେ ଯେଉଁ ମଙ୍ଗଳା ଠାକୁରାଣୀ ଉଭା ହେଉଛନ୍ତି ଯାହା ଦେହରେ, ସେ ମୋ ମାଆକୁ କହିଲେ, ତୁ କୁଆଡ଼େ ଆଇଛୁ? ତୁ ଯୁଆଡ଼େ ଆଇଛୁ ମୁଁ ଜାଣିଶୁଣି, ତା ଭାଗ୍ୟ ଭଲ, ମୋତେ ଚାହା ଦେଲା, ମୋତେ ପାଣି ଦେଲା, ମୋତେ ଘୃଣା କଲାନି। ଆଉ ସିଏ ଯେଉଁ କାମ କରୁଛି ଭଲ କାମ କରୁଛି, ମୁଁ ଆଉ ତାକୁ ଦେଖା ଦେବିନି। ଏ ଘଟଣାର 6 ମାସ ପରେ ମୁଁ ଯେତେବେଳେ ଜାଣିଲି, ମୋ ମା ଆଶ୍ଚର୍ଯ୍ୟ ହେଇଗଲା। ତେଣୁ ଦୈବୀ ଶକ୍ତି ପ୍ରତି ମୁହୂର୍ତ୍ତରେ ଥାଏ। ଯେ ତୋ ପିଛା ବହୁତ ଶତ୍ରୁ ଲାଗି ହେଲେ ତୋର କେହି କିଛି କରିପାରିବେନି। ସତକୁ ସତ ମୋ ବେକରେ କେତେ ବୁଝାଲି ତଲୱାର ରିଭଲଭର ଲାଗିଛି, ସେମାନେ ପାଦ ଛୁଇଁ ମୁଣ୍ଡିଆ ମାରି ତାଙ୍କରି ଗାଡ଼ିରେ ମୋ ଅଫିସରେ ଛାଡ଼ି ଦେଇଛନ୍ତି। ନାଇଁ, ସ୍ୱାର୍ଥବାଦୀ କାହାକୁ ବୁଝିକି ପାରିବେ ନିଃସ୍ୱାର୍ଥବାଦୀର କଥା? ସ୍ୱାର୍ଥବାଦୀ ସଦା ନିଜ ସ୍ୱାର୍ଥ ଲାଗି ଘୁରାଏ ତାହାର ମଥା। କିନ୍ତୁ ସବୁ ଲୋକଙ୍କୁ ଆମେ ନିନ୍ଦିବାନି। ଅନେକ ଲୋକ ଉପକାର ପାଇଛନ୍ତି। ଅନେକ ଲୋକ ଯେମିତି ଧରନ୍ତୁ, କ୍ୟାନ୍ସର ମେଡ଼ିକାଲରେ 11 ଟଙ୍କା ପାଇବା ଲୋକ ଆଜି 70,000 ପାଉଛନ୍ତି। 15 ଦିନ ମୁଁ 14 ଜେଲରେ ରହିଲି। 1997ରେ ଅଙ୍ଗନବାଡ଼ି କର୍ମଚାରୀଙ୍କର 8 ଦିନ ଜେଲରେ ରହିଛି, ସେମାନଙ୍କ ଦରମା ବଢ଼ିଛି। ଏମିତି ବହୁ ଅନୁଷ୍ଠାନ, ବହୁ ଶ୍ରମଜୀବୀମାନଙ୍କ ଦରମା ବଢ଼ିଛି, ଚାକିରି ପାଇଛନ୍ତି। କିନ୍ତୁ ଗୋଟେ ହେଉଛି ଐଶ୍ୱର୍ଯ୍ୟ ଶକ୍ତିର ଆନନ୍ଦ ଯେଉଁଟା, ସେ ଆନନ୍ଦଟା ଆପଣ କାହାଠୁ ପାଇପାରିବେ। ଲୋକ ମାନ ଅପମାନ ନିର୍ଯାତନା ଦେବେ, କହିବେ। ତେଣୁ ଏଇଟା ଗୋଟେ ଶାନ୍ତି ମିଳେ। ନାଇଁ, ଦେଖନ୍ତୁ, ମୁଁ ପ୍ରାୟ 30 ବର୍ଷ ତଳେ ଗୋଟେ ଲେଖାଟେ ଲେଖିଥିଲି, ଯେଉଁଟା ଆଜି ସତ୍ୟରେ ପ୍ରମାଣିତ ହେଇଛି। ମୁଁ ଲେଖିଥିଲି, କାରାଗାରେ ବନ୍ଦୀ ରହି କାରାବନ୍ଦୀ କରିବି ସମାଜ କାମ, ପ୍ରେରଣା ପାଇବି କର୍ମକ୍ଷେତ୍ରରୁ ସେହି ମୋର ତୀର୍ଥଧାମ। ଗୋଟିକର ନୁହେଁ କୋଟି କୋଟି ପାଇଁ ଚିନ୍ତା ମୁହିଁ କରୁଥିବି, ଅଲିଭା ଦୀପର ଜ୍ୟୋତି ହୋଇ କରି ସଦା ମୁହିଁ ଜଳୁଥିବି। ଅସ୍ଥି ମଜା ମୋର ଜଳି ପୋଡ଼ି ସବୁ ପାଉଁଶ ହୋଇବ ଦିନେ, ପ୍ରତି ରକ୍ତ ବିନ୍ଦୁ ତୈଳ ରୂପରେ ଜଳୁଥିବ ସଦା ଦିନେ। ଅନ୍ଧକାର ଦୂର କରିବି ସମାଜ ତ୍ୟାଗଭରା ଜ୍ୟୋତି ପାଇଁ, ବିପ୍ଳବୀ ଜୀବନ ସ୍ୱାର୍ଥ କହିବ ମାତୃଭୂମି ରକ୍ଷା ପାଇଁ। ଆଗରେ ଆମ ଦେଶ ସ୍ୱାଧୀନତା ପୂର୍ବରୁ ଅନେକ ଲୋକ କାରାବରଣ କରିଛନ୍ତି। ତାହାର ଯେଉଁ ଆନନ୍ଦ, ଆଜି ଦେଶ ସ୍ୱାଧୀନତା, ସେମାନେ ସ୍ୱାଧୀନତାର ସ୍ୱାଦ ଜାକି ନାହାନ୍ତି। ଆଜି ଆମେ ଉପଭୋଗ କରୁଛୁ। ଆମେ ସମସ୍ତେ ନିଜ ସ୍ୱାର୍ଥରେ ଜଡ଼ିତ ରହିଛୁ। ଦେଶ ଚିନ୍ତା ଆମେ ଭୁଲି ଯାଇଛୁ। କିଛି ଲୋକ ଅଛନ୍ତି ତ ଚିନ୍ତା କରୁଛନ୍ତି। ସମାଜରେ ସମସ୍ତେ ଚିନ୍ତା କରିବା ଦରକାର, ଦେଶ କଥା, ରାଷ୍ଟ୍ର କଥା।